ଭାରସାମ୍ୟ ହରାଇ ଜନବସତିରେ ଧସେଇ ପଶିଲା ଟ୍ରକ୍, ମାରୁତି ଏକ୍ସୟୁଭି କାର୍, ଅଟୋ ସହ ଭାଙ୍ଗିଲା 2 ଘର। ଯାଜପୁର ଜିଲ୍ଲା ନୂଆଗଡ଼ ଗୋଲେଇ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ 16 ଚକିଆ ଟ୍ରକ୍ ଦ୍ରୁତଗତିରେ ଜନବସତି ଆଡ଼କୁ ଧସେଇ ପଶିଥିଲା। ରାତ୍ରିକାଳୀନ ଦୁର୍ଘଟଣାଟି ଅତ୍ୟନ୍ତ ଭୟାନକ ଥିଲା। ଫଳରେ ଲୋକେ ଶୋଇଥିବା ବେଳେ କାମିନୀ ଗୁରୁଙ୍କ ଘର, ବିଶ୍ୱନାଥ ଗୁରୁଙ୍କ ଘର, ରାଗୁଡ଼ି ଗୁରୁଙ୍କ ଦୋକାନ ଘର, ଟୁନା ଗୁରୁଙ୍କ ମାରୁତି ଏକ୍ସୟୁଭି କାର୍ ଓ କୈବଲ୍ୟ ଗୁରୁଙ୍କ ଅଟୋ ଘଟଣାସ୍ଥଳରେ ଗୁଣ୍ଡ ହୋଇଯାଇଛି। ଏହି ଦୁର୍ଘଟଣାରେ କାମିନୀ ଗୁରୁଙ୍କ ପରିବାର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କୋରେଇ ପୋଲିସ ଓ NHAI କର୍ତ୍ତୃପକ୍ଷ ପହଞ୍ଚି ଦୁର୍ଘଟଣାଗ୍ରସ୍ତ OD09AA5177 ଟ୍ରକ୍କୁ ଜବତ କରିବା ସହ OD02CJ5096 ମହିନ୍ଦ୍ରା XUV 3000 0D34B8988 ଅଟୋ ଗାଡ଼ିର ଅବସ୍ଥାକୁ ଯାଞ୍ଚ କରିଛନ୍ତି। ତେବେ କେନ୍ଦୁଝର, କଟକ, ଭଦ୍ରକ, ଢେଙ୍କାନାଳକୁ ସଂଯୋଗ କରୁଥିବା ଏହି ନୂଆଗଡ଼ ଗୋଲେଇ ଛକର 20 ନମ୍ବର ଜାତୀୟ ରାଜପଥ କଡ଼ରେ ପ୍ରତ୍ୟେକ ଦିନ ବଡ଼ ବଡ଼ ଦୁର୍ଘଟଣାମାନ ଘଟୁଛି ଏବଂ ଏହି ରାସ୍ତା କଡ଼ରେ ଅନେକ ଗୁଡ଼ିଏ ଗାଁ ରହିଥିବାରୁ ପ୍ରତ୍ୟେକ ଦିନ ଲୋକେ ଏଠାରେ ଜୀବନକୁ ପାଣି ଛଡ଼ାଇ ବଞ୍ଚୁଛନ୍ତି। ତେଣୁ NHAI କର୍ତ୍ତୃପକ୍ଷ ଏଠାରେ ବ୍ୟାରିକେଡ୍ ଓ ସାଇନବୋର୍ଡ଼ ସହ ଗାଡ଼ିଗୁଡ଼ିକର ଗତିସୀମାକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା କଲେ ସାଧାରଣ ଲୋକେ ଶାନ୍ତିରେ ଜୀବନଯାପନ କରିପାରନ୍ତି ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି। ଯାଜପୁରରୁ ଟୁନା ଗୁରୁଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍।